ଗାଁ ଠାରୁ ନେଇ ସହର ପର୍ଯ୍ୟନ୍ତ ସମସ୍ତେ ଗ୍ୟାସ୍ ସିଲିଣ୍ଡରର ପ୍ରୋବ୍ଲେମ୍ ଫେସ୍ କରୁଛନ୍ତି। ତା ସହ ଗରମ ମଧ୍ୟ ଧୀରେ ଧୀରେ ବଢ଼ିବାକୁ ଲାଗିଲାଣି। ସେଥିପାଇଁ ଆମ ମହିଳାମାନେ ହିଁ ବେଶୀ ଏବେ ହଇରାଣ ହବା। ତେଣୁ କେମିତି 5ରୁ 7 ମିନିଟ୍ ମଧ୍ୟରେ ଗୋଟେ କପ୍ ଗରମ ପାଣି କରି ଆମେ ରୋଷେଇ ସାରିପାରିବା ଆଉ ଗ୍ୟାସ୍‌କୁ ସେଭ୍ କରିପାରିବା, ଆଜି ସେଇ ରେସିପି ନେଇକି ଆସିଛି। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ତ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବେ, ଆପଣଙ୍କୁ ବହୁତ ହେଲ୍ପଫୁଲ୍ ଲାଗିବ। ଯଦି ଭିଡ଼ିଓ ପସନ୍ଦ ଆସିଲା ତାହେଲେ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ, ଫେସବୁକ୍ ପେଜରେ ଦେଖୁଥିଲେ ଫଲୋ କରିନେବେ। ତ ଚାଲନ୍ତୁ ରେସିପି ଷ୍ଟାର୍ଟ କରିବା। ତ ପ୍ରଥମେ ମୁଁ ଏଠି କ'ଣ କରିଛି ନା କିଛି ଟମାଟୋ ଯୋଉଟା ଟିକେ କମ୍ ମଞ୍ଜି ଥିବ, ଯୋଉ ଟମାଟୋ ଲାଲ ଲାଲ ଲମ୍ବା ସାଇଜ୍‌ର ଟମାଟୋ, ତାକୁ ଭଲ ଭାବରେ ନେଇଛି କିଛି। ତାକୁ ଧୋଇକି ପରିଷ୍କାର କରିକି ପତଳା ପତଳା ସ୍ଲାଇସ୍ କରିକି ଏମିତି ଗୋଟେ ଥାଳିରେ, ଷ୍ଟିଲ୍‌ର ଥାଳିରେ ପୁରା ଖେଳେଇକି ତାକୁ ଶୁଖେଇ ନେଇଛି। ଏବେ ଟମାଟୋ ତ ବହୁତ ଶସ୍ତା, ତାକୁ ଏମିତି ପତଳା ପତଳା ଖେଳେଇକି ପୁରା ଶୁଖେଇଦେବା। 2ରୁ 3 ଦିନ ଲାଗିଯିବ ଶୁଖିବା ପାଇଁ। ଯଦି ଭଲ କି ଅଙ୍ଗଣାରେ ଖରା ଆସୁଛି ତାହେଲେ 2 ଦିନ ଲାଗିବ, ନହେଲେ 3 ଦିନ ଲାଗିବ ଶୁଖିବା ପାଇଁ। କିଛି ଅଦା ଆଉ 2-4ଟା ରସୁଣ, ଯାହାକୁ କି ମୁଁ ଧୋଇକି ଚୋପା ସହ ନେଇଛି, ଆଉ କଞ୍ଚା ଲଙ୍କା, ତାକୁ ମଧ୍ୟ ଭଲ ଭାବରେ ହେମଦସ୍ତାରେ ଛେଚିକି ଦରଦରା ଗୁଣ୍ଡ କରିକି ତାକୁ ମଧ୍ୟ ଷ୍ଟିଲ୍ ଥାଳିରେ ଏମିତି ପୁରା ପତଳା କରି ଖେଳେଇକି ଶୁଖେଇ ଦେଇଛି। ତ ଏଇ ଯୋଉ ମସଲା, ତାକୁ ପୁରା ପେଷ୍ଟ କରିବାନି, ଏମିତି ଦରଦରା ଗୁଣ୍ଡ କରିକି ନେଇଯିବା। ଆଉ ରସୁଣଟାକୁ ଚୋପା ସହ ନେବା। ତ ଇଏ ମଧ୍ୟ 2 ଦିନ ଲାଗିଯିବ ଶୁଖିଯିବା ପାଇଁ। ଦେଖନ୍ତୁ ମାତ୍ର 3 ଦିନରେ ମୋତେ ଟମାଟୋ ପୁରା ଶୁଖି ଯାଇକି ପୁରା ପାମ୍ପଡ଼ ଭଳିଆ ହେଇଯାଇଛି। ଆପଣଙ୍କ ଉପରେ ଯଦି ସେମିତି ଭଲ ଖରା ଆସୁଛି ତାହେଲେ 3 ଦିନ ଲାଗିଯିବ ଶୁଖିବା ପାଇଁ। ତ ଟମାଟୋ ଆଉ ରସୁଣ ଅଦାର ଛେଚାକୁ ଶୁଖିଗଲାଣି, ତାକୁ ଆମେ ସାଇଡ଼ରେ ରଖିବା। ଏବେ ଆମର ମୁଖ୍ୟ ରେସିପି ଷ୍ଟାର୍ଟ କରିବା। ଦେଖନ୍ତୁ ଏଠି ମୁଁ ନେଇଛି 3-4 ପ୍ରକାର ଡାଲି, ମୁଗ, ମସୁର, ହରଡ଼, ବୁଟ ଡାଲି ଆଉ ଗୋଟା ମୁଗ ଡାଲି, ମାନେ ଗ୍ରୀନ୍ ମୁଗ। ସବୁଥିର ଗୋଟେ ଗୋଟେ କପ୍ ନେଇଛି। କେବଳ ବୁଟ ଡାଲି ଆଉ ମୁଗକୁ ନେଇଛି ଅଧା ଅଧା କପ୍। ତ ପ୍ରଥମେ କ'ଣ କରିବା ନା, ଏମିତି ଗୋଟେ କପଡ଼ାକୁ ଟିକେ ହାଲକା ଓଦା କରିଦେବା, ଆଉ ସେଥିରେ ଡାଲି ଗୁଡ଼ାକ ସବୁ ଭଲ ଭାବରେ ପୋଛି ନେବା। କାରଣ ଡାଲିରେ ଯଦି ଡଷ୍ଟ କିଛି ଥିବ ସେ ସବୁ ସଫା ହେଇଯିବ। ଯଦି ଆପଣଙ୍କ ପାଖରେ ଭଲ ଖରା ଆସୁଛି ଘରେ, ତାହେଲେ ଡାଲିକୁ 2 ଘଣ୍ଟା ଆଗରୁ ଧୋଇକି ସବୁ ଶୁଖେଇ ଦିଅନ୍ତୁ। ଏବେ ଗୋଟେ ବଡ଼ ମୋଟା କଡ଼େଇ ନେବା। କଡ଼େଇରେ ପ୍ରଥମେ ଆଗ ଡାଲି ସବୁ ଭାଜି ନେବା। ତେଣୁ ମୁଁ ଏଠି ବୁଟ ଡାଲି ଅଧା କପ୍ ନେଇଛି, ତେଣୁ ବୁଟ ଡାଲିଟାକୁ ପ୍ରଥମେ ଭାଜିବା। ବୁଟ ଡାଲି ଆଉ ଗୋଟା ମୁଗଟା ପ୍ରଥମେ ଭାଜି ନେବା, କାରଣ ସେ ଦୁଇଟା ଟିକେ ଭାଜିବା ପାଇଁ ସମୟ ନିଏ। ତାପରେ ସେଥିରେ ମୁଁ ହରଡ଼ ଡାଲି ମିଶେଇଛି। ଯଦି ଆପଣଙ୍କୁ ବୁଟ ଡାଲି ବା ଗୋଟା ମୁଗ ଡାଲି ଭଲ ଲାଗେନି, ତାହେଲେ ଆପଣ ତାକୁ ସ୍କିପ୍ କରିପାରିବେ। 2ରୁ 3 ମିନିଟ୍ ଭାଜି ସାରିଲା ପରେ 3ଟା ଯାକ ଡାଲି, ସେଥିରେ ମସୁର ଆଉ ମୁଗ ମୁଁ ମିଶେଇଛି। ଏକୁ ଭଲ ଭାବରେ ଲୋ ଫ୍ଲେମ୍‌ରେ ପୁରା 5ରୁ 7 ମିନିଟ୍ ଭାଜି ନେବା। ଯେତେବେଳେ ଡାଲିର ବାସ୍ନା ଆସିବ ସେତେବେଳେ ଆମେ ଜାଣିବା ଯେ ଡାଲା ଭାଜି ହେଇଗଲା, ତାକୁ ଆମେ କାଢ଼ିଦେବା। ଯଦି ଆପଣ ମସୁର ଡାଲି ଖାଆନ୍ତିନି, ତାହେଲେ ମସୁର ଡାଲିକୁ ସ୍କିପ୍ କରିପାରିବେ। ସବୁ ପ୍ରକାର ଡାଲି ବଦଳରେ, 4 ପ୍ରକାର ଡାଲି ବଦଳରେ ଆପଣ 2 ପ୍ରକାର ଡାଲି ମଧ୍ୟ ନେଇପାରିବେ, କି 3 ପ୍ରକାର ଡାଲି ମଧ୍ୟ ନେଇପାରିବେ। ଏବେ ଡାଲିକୁ ଭଲ ଭାବରେ ଭାଜିକି ତାକୁ ଥାଳିକୁ କାଢ଼ି ନେଇଛି। କଡ଼େଇ ଭଲ ଭାବରେ ଗରମ ଅଛି। ସେଇଥିରେ ହିଁ ଯୋଉ ଟମାଟୋ ଆମେ କାଟିକି ଶୁଖେଇଥିଲେ, ସେଥିରେ ଏମିତି 1 କପ୍ ଟମାଟୋ, ମାନେ 2 ମୁଠା, ଯୋଉଥିରେ କି 10ଟାରୁ 12ଟା ଟମାଟୋ ହବ। ଶୁଖିଗଲେ ସେ ଜଣାପଡ଼ୁଛି ଖୁବ୍ କମ୍, କିନ୍ତୁ 10ଟାରୁ 12ଟା ଟମାଟୋ ଇଏ ହବ। ତାକୁ ମଧ୍ୟ ଟିକେ ହାଲକା ଗରମ କରିକି ଡାଲିରେ ମିଶେଇଦେବା। ସବୁକୁ ଥଣ୍ଡା କରିବା। ଥଣ୍ଡା କରିସାରିଲା ପରେ ମୁଁ ତାକୁ ଗୁଣ୍ଡ କରିଦେଇଛି ମିକ୍ସଚର ଜାର୍‌ରେ ଦେଇକି। ପୁରା ଫାଇନ୍ ପାଉଡ଼ର କରିବାନି, ମାନେ ଅଟା ଭଳିଆ ନ କରିକି ଟିକେ ଦରଦରା ଖଣ୍ଡ ଖଣ୍ଡ ଗୁଣ୍ଡ କରିକି ନେଇ ଆସିବା, ଯେମିତିକି ହାତକୁ ଟିକେ ଲାଗୁଥିବ। ଆମର ଏବେ ଡାଲିର ପାଉଡ଼ର ତିଆରି ହେଇଗଲା। ଏବେ ଡାଲିର ପାଉଡ଼ରରେ କିଛି ତଡ଼କା ଲଗାଇବା, ଯେମିତିକି ଆମେ ଡାଲି କରିସାରିଲା ପରେ ତଡ଼କା ଲଗାଉ, ସେମିତି ତଡ଼କା ଲଗାଇବା। ଏଠି ମୁଁ ନେଇଛି 4ରୁ 5 ଚାମଚ ସୋରିଷ ତେଲ, 2 ଚାମଚ ଜିରା, 2 ଚାମଚ ଗୋଟା ସୋରିଷ, 1 ମୁଠା କରି ପତ୍ତା, ମାନେ ଭୃଷଙ୍ଗ ପତ୍ର, 1 ଚାମଚ ହିଙ୍ଗୁ। ଏ ସବୁକୁ ଦେଇସାରିଲା ପରେ ଯେତେବେଳେ ଟିକେ ଭଲ ଭାବରେ ଫୁଟି ଉଠୁଛି, ତାପରେ ଫୁଟି ଉଠିଲା ସେତେବେଳେ ସେଥିରେ 1 ଚାମଚ, ବଡ଼ ଚାମଚ ଗୋଟେ ହଳଦୀ ଗୁଣ୍ଡ ପକାଇବା। ହଳଦୀ ଗୁଣ୍ଡ ପକାଇକି ଟିକେ ଲଗାଇବା, ନହେଲେ ସାଙ୍ଗେ ସାଙ୍ଗେ କ'ଣ ହେବ ନା ହଳଦୀଟା ପୋଡ଼ି ଉଠିବ। ଗ୍ୟାସ୍‌ର ଫ୍ଲେମ୍‌କୁ ପୁରା କମ୍ କରିଦେଇକି ଉଠେଇ ନେଇ ଆସିବା। ନେଇ ଆସିକି ଯୋଉ ଡାଲିର ପାଉଡ଼ର ଆମେ ବନେଇଲେ, ସେଥିରେ ତାକୁ ଦେଇଦେବା, ମିଶେଇଦେବା। ମିଶେଇ ଦେଇକି ଭଲ ଭାବରେ ସବୁ ମିକ୍ସ କରିଦେବା। ଏହା ଆମର ଡାଲିର ପ୍ରିମିକ୍ସ ତିଆରି ହେଇଗଲା। ମାନେ ଯେତେବେଳେ ଆମେ ଚାହିଁବା ଏଥିରୁ ଆମେ ଡାଲି ତିଆରି କରିପାରିବା ମାତ୍ର 5 ମିନିଟ୍ ଭିତରେ। ଗୋଟେ
ଭଲ ଶୁଖିଲା ଡବାକୁ ଏକଦମ ପରିଷ୍କାର କରିକି ଖରାରେ ଶୁଖେଇଦବା। ତାପରେ ସେଥିରେ ଆମେ ଥଣ୍ଡା ହେଇଗଲା ପରେ ଡାଲି ପ୍ରିମିକ୍ସକୁ ଭର୍ତ୍ତି କରିକି ରଖିବା। ଦେଖନ୍ତୁ ଏଇ ଡାଲି ପ୍ରିମିକ୍ସରୁ କେମିତି ଡାଲି ତିଆରି କରିବା ମୁଁ ଦେଖେଇ ଦେଉଛି। ଡାଲିର 2 ବା 3 ଚାମଚ ଡାଲି ନେଇନେବା, ଗୁଣ୍ଡ ନେଇନେବା, ସେଥିରେ ଲୁଣ ଦେବା, ଫୁଟା ଗରମ ପାଣି 2 କପ୍ ସେଥିରେ ଦେଇକି ଆମେ ଘୋଡ଼େଇକି 5ରୁ 7 ମିନିଟ୍ ଛାଡ଼ିଦେବା। ସେଇ 5-7 ମିନିଟ୍ ଭିତରେ ଆମେ ଅନ୍ୟାନ୍ୟ ରୋଷେଇ କରିପାରିବା। ଧର ଯଦି ରାତିରେ କରିବା ତାହେଲେ ରୁଟି କରିଦେଇ ପାରିଥିବା, ଯଦି ଦିନରେ କରୁଛେ ତାହେଲେ ଭାତ, ତରକାରୀ ବା ଭଜା ଯେକୌଣସି କରିନେବା। ସେଇ ସମୟରେ ଆମର ଡାଲି ଏପଟେ ତିଆରି ହେଇଯିବ, ଆମର ଗ୍ୟାସ୍ ବି ବଞ୍ଚିବ ଆଉ ସମୟ ବି ବଞ୍ଚିଲା। ତ 5ରୁ 7 ମିନିଟ୍ ଭିତରେ ଦେଖନ୍ତୁ ଡାଲି ପୁରା ବନିଯାଇଛି। ଏବେ ସେଥିରେ ଧନିଆ ପତ୍ର ଆଉ 1 ଚାମଚ ଘିଅ ଦେଲେ ଆମର ଡାଲି ରେଡ଼ି ହେଇଗଲା। ଆପଣ ଯଦି ଚାହାନ୍ତି ତାହେଲେ ଆଉ ଥରେ ଛୁଙ୍କ ମଧ୍ୟ ଲଗେଇ ପାରିବେ। ଏବେ ଯେଉଁ ଟମାଟୋ ଆଉ ରସୁଣ ଆମେ ଛେଚିକି ରଖିଥିଲେ, ଶୁଖେଇକିନା ରଖିଥିଲେ, ତାକୁ ଆମେ କ'ଣ କରିବା ନା ସେଇ ଗରମ କଡ଼େଇରେ ଟିକେ ହାଲକା 1 ମିନିଟ୍ ଭାଜିଦେବା। ଟମାଟୋଟାକୁ ଗରମ କରିଦେବା ଆଉ ରସୁଣ, ଯେଉଁ ଅଦା, ରସୁଣ, କଞ୍ଚା ଲଙ୍କା ତାକୁ ମିକ୍ସର ଜାର୍ରେ ଦେଇକି ଟମାଟୋ ସାଙ୍ଗରେ ମିଶାଇକି ପୁରା ପାଉଡ଼ର କରି ଆଣିବା। এই ଟମାଟୋ ଆମର ପାଉଡ଼ର ତିଆରି ହେଇଯିବ। ତାକୁ ଏ ଡାଲିର ପ୍ରିମିକ୍ସ ସାଙ୍ଗରେ ଆପଣ ଏଇ 1 ଚାମଚ ଟମାଟୋ ପାଉଡ଼ର ଦେଇକି ଆପଣ ରସମ ବନେଇ ପାରିବେ। ଅଳ୍ପ ପରିବା କିଛି ମିଶାଇକି ସାଙ୍ଗେ ସାଙ୍ଗେ ମାତ୍ର 2 ମିନିଟ୍ ସିଝେଇ ଦେଲା ପରେ ଆପଣ ସାମ୍ବର ବି ବନେଇ ପାରିବେ। ଏଇ 1 ଚାମଚ ଆପଣ ସେଥିରେ ୟୁଜ୍ କରିବେ, କାରଣ ଏଇ 1 ଚାମଚ ଟମାଟୋ ପାଉଡ଼ରରେ 4ଟାରୁ 5ଟା ଟମାଟୋ ଆସିଯିବ। ଯେତିକି ଟମାଟୋ ମୁଁ ଆପଣଙ୍କୁ ଦେଖେଇଲି ସେଇଟା ହେଉଛି ମୋର 4ରୁ 5 କେଜି ଟମାଟୋ କାଟିକି ଶୁଖେଇଛି। ତେଣୁ ଶୁଖିଗଲା ପରେ ବହୁତ କମ୍ ଦେଖାଯାଏ। ଏବେ ସେଇ ଟମାଟୋ ପାଉଡ଼ରରେ ମଧ୍ୟ ତଡ଼କା ଲଗାଇଦେବା। ମୁଁ ଏଠି ସୋରିଷ ତେଲ ନେଇଛି, ଆପଣ ଅନ୍ୟାନ୍ୟ ଖାଇବା ତେଲ ମଧ୍ୟ ନେଇପାରିବେ। ସୋରିଷ ତେଲରେ କିଛି ଭୃଷଙ୍ଗ ପତ୍ର ଆଉ 1 ବଡ଼ ଚାମଚ ହିଙ୍ଗୁ ଦେଇକି ଯେତେବେଳେ ଭଲ ଭାବରେ ଗରମ ହେଇଯିବ, ଫୁଟି ଉଠିବ, ସେଇଟା ଆମେ ସେଇ ଟମାଟୋ ପାଉଡ଼ରରେ ମିଶାଇଦେବା। ମିଶାଇକି ଭଲ ଭାବରେ ମିକ୍ସ କରିକି ଯେତେବେଳେ ଥଣ୍ଡା ହେଇଯିବ କାଚ ବୋତଲରେ ଭର୍ତ୍ତି କରିକି ରଖିନେବା। ଦେଖନ୍ତୁ ଯେକୌଣସି ଖଟା ଜିନିଷକୁ ସବୁବେଳେ କାଚ ବୋତଲରେ ଭର୍ତ୍ତି କରିକି ରଖିବେ। ଚଟଣି ହଉ, ସାମ୍ବର ପାଉଡ଼ର ହଉ, ଆପଣ କାଚ ବୋତଲରେ ରଖିବେ। ତ ଏଇଟା ଆମର ଟମାଟୋ ପାଉଡ଼ର ହେଇଗଲା। ତ ଡାଲି ପ୍ରିମିକ୍ସ ଆଉ ଟମାଟୋ ପାଉଡ଼ର ଆପଣ ଯଦି ବନେଇକିନା ରଖିନେବେ, ଖୁବ୍ କମ୍ ସମୟରେ ଆପଣ ଡାଲି ଆଉ ସାମ୍ବର ବନେଇ ପାରିବେ। ତ ଯଦି ଭିଡ଼ିଓ ଭଲ ଲାଗିଲା ତାହେଲେ ଲାଇକ୍ କରି ସେୟାର କରିନେବେ।